ଜାନୁଆରୀ 1 ତାରିଖ ଠାରୁ ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ସଡ଼କ ସୁରକ୍ଷା ପରିବାର ରକ୍ଷା ସମ୍ବୋଧନରେ ପ୍ରଶାସନ ପକ୍ଷରୁ ବାର୍ତ୍ତା ପ୍ରସାରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯୋଡ଼ା ବସ୍ ଷ୍ଟାଣ୍ଡଠାରେ ଚଳଚ୍ଚିତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବାର୍ତ୍ତା ଦେବା ସହିତ ଜନସଚେତନତା ସୃଷ୍ଟି କରାଯାଉଛି। ଯୋଡ଼ା ଏକ ଖଣିପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏହାର ଆଖପାଖ ଅଞ୍ଚଳରେ ନିୟମିତ ବ୍ୟବଧାନରେ ଅନେକ ଦୁର୍ଘଟଣା ଘଟି ଜନଜୀବନ ହାନି ହୋଇଥାଏ। ସଚେତନତା ଅଭାବରୁ ଏହି ଦୁର୍ଘଟଣା ଘଟୁଥିବା ବେଳେ ଏହା ଉଦ୍ବେଗର କାରଣ ପାଲଟିଛି। ଗାଡ଼ି ଚାଳକମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପରିଧାନ କରିବା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ନ କରିବା, ନିଶା ସେବନ କରି ଗାଡ଼ି ନ ଚଳାଇବା, ନିୟମିତ ଭାବେ ସିଟ୍ ବେଲ୍ଟ ପିନ୍ଧିବା ଆଦି ସମସ୍ତ ନିୟମ ସମ୍ପର୍କରେ କଡ଼ାକଡ଼ି ଭାବେ ସଚେତନତା ସୃଷ୍ଟି କରାଯାଉଛି। ଏହାର ଖିଲାପ କଲେ କଠୋର ଦଣ୍ଡବିଧାନ ମଧ୍ୟ ରଖାଯାଇଛି। ବିନା ହେଲମେଟ୍ରେ ମୋଟରସାଇକେଲ ଯାତ୍ରୀଙ୍କଠାରୁ ଧାରା 194D ଅନୁଯାୟୀ 1000 ଟଙ୍କା ଜରିମାନା ସହ 3 ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସକୁ ନିଲମ୍ବନ କରାଯିବାର ପ୍ରାବଧାନ ରହିଛି। ସେପରି ମଦ୍ୟପାନ କରି ଗାଡ଼ି ଚାଳନା କଲେ 10,000 ଟଙ୍କା ଜରିମାନା ଏବଂ 3 ମାସ ପାଇଁ ଗିରଫ ସହ ଡ୍ରାଇଭିଂ ଲାଇସେନ୍ସକୁ ନିଲମ୍ବନ କରିବାର ପ୍ରାବଧାନ ରହିଛି। ମୋବାଇଲ ବ୍ୟବହାର କରି ଗାଡ଼ି ଚାଳନା କରୁଥିଲେ 5,000 ଟଙ୍କା ଜରିମାନା ସହ 3 ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନର ନିୟମ ରହିଛି। ସେପରି ଦ୍ରୁତ ଗତିରେ ଗାଡ଼ି ଚାଳନା ନିମନ୍ତେ 2 ଚକିଆ ଯାନ ପାଇଁ 2,000 ଟଙ୍କା ଜରିମାନା ଏବଂ 4 ଚକିଆ ଯାନ ପାଇଁ 4,000 ଟଙ୍କା ଜରିମାନା ଏବଂ 3 ମାସ ପାଇଁ ଲାଇସେନ୍ସ ନିଲମ୍ବନର ନିୟମ ରହିଛି। ଧାର୍ଯ୍ୟ ଓଜନଠାରୁ ଅଧିକ ମାଲ ପରିବହନ କରିବାରେ 20,000 ଟଙ୍କା ଜରିମାନା ଥିବା ବେଳେ ପ୍ରତି ଟନ୍ ପିଛା 2,000 ଟଙ୍କା ଅଧିକ ପୈଠ କରିବାକୁ ପଡ଼ିବ ବୋଲି ସୂଚନାରୁ ଜଣାପଡ଼ିଛି। ଯୋଡ଼ାରୁ ରମେଶ ଚନ୍ଦ୍ର ମହାପାତ୍ରଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।